ଆଜି ହେଉଛି 31 ମାର୍ଚ୍ଚ 2025। ଆଜିର ବଡ଼ ଖବର କିଛି ଦେଖିଦେବା। ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ କଲେ ସମ୍ବନ୍ଧିତ ସମସ୍ତଙ୍କୁ ସବୁଦିନ ଯୋଗ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାର ଖବର ମିଳିଛି। ଆଜି ରହିବ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, କାରଣ ଆଜି ଖାସ ଲାଗି ଅନୁଷ୍ଠିତ ହେବ। ତେଣୁ ଦ୍ୱିତୀୟ ଭୋଗ ମଣ୍ଡପ ପରେ ଜଗା ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ପାଟନାରେ 500 କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଗୃହମନ୍ତ୍ରୀ ଅମିତ ଶାହା। ତା ସହିତ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବାର ଖବର ମିଳିଛି। ଗାଡ଼ି ଚାଳକ ପାଇଁ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ମୋଟରସାଇକେଲ କିଣିବାକୁ ଗଲେ ସାଙ୍ଗରେ ମିଳିବ 2ଟି ISI ସାର୍ଟିଫାଇଡ୍ ହେଲମେଟ୍। ଗାଡ଼ି କିଣିଲା ବେଳେ କମ୍ପାନୀମାନେ ଗାଡ଼ି ସହିତ 2ଟି ହେଲମେଟ୍ ଦେବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। 2025-26 ଆର୍ଥିକ ଶିକ୍ଷାବର୍ଷ ପାଇଁ ଦଶମ ଏବଂ +2 ପିଲାଙ୍କର ନୂତନ ସିଲାବସ୍ ଘୋଷଣା କରିଛି CBSE ବୋର୍ଡ। ଏହି ବର୍ଷ ପାଇଁ ବର୍ଷକୁ 2 ଥର ପରୀକ୍ଷା କରାଯିବ, ଯାହାଦ୍ୱାରା ପିଲାମାନେ ଭଲ ମାର୍କ ରଖିବେ ବୋଲି CBSE ବୋର୍ଡ ତରଫରୁ ସୂଚନା ଦିଆଯାଇଛି। ଓଡ଼ିଶାରେ ଲୋକମାନଙ୍କୁ ମିଳିଲା ମାଗଣା ପକ୍କା ଘର। କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ଅନ୍ତୋଦୟ ଗୃହ ଯୋଜନା ଆରମ୍ଭ କରିଛନ୍ତି। କଳାହାଣ୍ଡିରୁ 50,000 ଲୋକଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ପକ୍କା ଘର ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜିଠାରୁ 3 ଦିନ ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ, କାରଣ ଖସଲାଗି ନୀତି ଓ ବନଲାଗି ନୀତି ପାଇଁ 3 ଦିନ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଯଦି ଆପଣଙ୍କ ବ୍ୟାଙ୍କରେ ଖାତା ଅଛି, ଆସିଲା ଖୁସି ଖବର। ବ୍ୟାଙ୍କ ଠକେଇକୁ ରୋକିବା ପାଇଁ କାଲିଠାରୁ ପଜିଟିଭ୍ ପେ ସିଷ୍ଟମ୍ କାର୍ଯ୍ୟକାରୀ କରାଯିବ। କାଲିଠାରୁ 5,000ରୁ ଅଧିକ ଟଙ୍କାର ଚେକ୍ ପେମେଣ୍ଟ ପାଇଁ ଚେକ୍ ନମ୍ବର, ଡେଟ୍ ଓ ହିତାଧିକାରୀଙ୍କ ନାମ ଓ ପରିମାଣ ଯାଞ୍ଚ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ପଦକ୍ଷେପ, ଓଡ଼ିଶା ପକ୍ଷ ପାଳନ କରିବେ ମୋହନ ମାଝୀ। ଏପ୍ରିଲ 1ରୁ 14 ତାରିଖ ଯାଏ ସାରା ଓଡ଼ିଶାରେ ପାଳନ ହେବ ଓଡ଼ିଆ ପକ୍ଷ ଏବଂ ଏହି କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ବିଭାଗ ସାମିଲ ହେବେ। ଏପ୍ରିଲ 1ରେ ଓଡ଼ିଶା ଦିବସ ପାଳନ ହେବ ବୋଲି ଖବର ମିଳିଛି। ଆଜିଠାରୁ ପୁରୁଣା ଗାଡ଼ିକୁ ମିଳିବ ନାହିଁ ତେଲ। ଯେଉଁମାନେ 10ରୁ 15 ବର୍ଷ ପୁରୁଣା ଗାଡ଼ି ନେଇକି ଯାଉଛନ୍ତି 4 ଚକିଆ ଗାଡ଼ିରୁ, ଆଜିଠାରୁ ପେଟ୍ରୋଲ ଡିଜେଲ ଦିଆଯିବ ନାହିଁ।